पंडित गोदावरीश मिश्र आधुनिक पंचसखाଙ୍କ ମଧ୍ୟରୁ ଜଣେ। ତାଙ୍କ ଜନ୍ମ ବାଣପୁର ନିକଟସ୍ଥ ଶ୍ରୀନିବାସପୁର ଶାସନ ପୁରୀ ଜିଲ୍ଲାରେ 1886 ମସିହାରେ। ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା ମଧ୍ୟ କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ। ତାଙ୍କର ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ସେ ଏକାଧାରରେ ଜଣେ କବି, ଉପନ୍ୟାସକାର ଓ ଲେଖକ। ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ। ସେ ଘଟାନ୍ତର, ଅଭାଗିନୀ ଓ 1817 ଉପନ୍ୟାସର ସ୍ରଷ୍ଟା। ତାଙ୍କର ଅଭାଗିନୀ ଉପନ୍ୟାସ 1912 ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା। ଅନ୍ୟ ଉପନ୍ୟାସ ଗୁଡ଼ିକ 1940 ମସିହାରୁ 1951 ମଧ୍ୟରେ ଆତ୍ମପ୍ରକାଶିତ ହୋଇଥିଲା। ତାଙ୍କର ଆତ୍ମଜୀବନୀ ହେଲା ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ। ଏହି ପୁସ୍ତକ ପାଇଁ ତାଙ୍କୁ 1961 ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। କଥାକାର ଅଡ଼ିଓ ବୁକ୍ସ ଆଜି ଆପଣଙ୍କ ପାଇଁ ନେଇ ଆସିଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଲିଖିତ କ୍ଷୁଦ୍ରଗଳ୍ପ ଭାଇ ଭାଗ। ପ୍ରାୟ 1.5 ମାସ ହେଲା ନରହରିଙ୍କ ଘରେ ମହା ଗୋଳମାଳ ଲାଗିଛି। ସକାଳୁ ସନ୍ଧ୍ୟା ଓ ସନ୍ଧ୍ୟାରେ ପୁଣି ରାତି ଅଧ ଯାଏ ପ୍ରଚଣ୍ଡ ତୁଣ୍ଡ ପାଟି ଗୋଳାହଳ। କେତେବେଳେ କିଏ କାହାକୁ ମାରୁଛି, କିଏ ବା କାନ୍ଧରେ ଘର ଫଟେଇ କାନ୍ଦୁଛି। ଗ୍ରୀଷ୍ମକାଳୀନ ବର୍ଷା ସମୟର ଆନ୍ଦୋଳିତ ମେଘରାଶି ଆକାଶରୁ ହଠାତ୍ ଦୁମଦାମ କୁଆପଥର ଅସରାଏ ବର୍ଷି ଟିକେ ଶାନ୍ତ ହେଲା ପରି କିଏ ବା ରାଗି ପାଟି କରି ପରେ ବିଧା ଗୋଇଠା ମାଡ଼ରେ ସେ ରାଗ କିଛି ସମୟ ପାଇଁ ଖଲାସ ହେଉଛି। 2-4ଟା ଠେଙ୍ଗା ବାଡ଼ି ଭାଙ୍ଗିଗଲାଣି। କାହା ମୁଣ୍ଡ ଫାଟିଲାଣି, କାହାର ହାତ ଗୋଡ଼ ଜଖମ ହେଲାଣି। ତଥାପି କଳିର ବିରାମ ନାହିଁ। ମନର କ୍ରୋଧ, ହିଂସା, ମାନ ଅଭିମାନ କେତେବେଳେ ମୁହଁର ଫାଙ୍କା ଶବ୍ଦରେ, କେତେବେଳେ ବା ହାତ ଗୋଡ଼ର ଭାରମୟ ଓଜନି। ନରହରିଙ୍କ ପୁଅ 2 ଜଣ, ନୀଳକଣ୍ଠ ଓ ରାମଚନ୍ଦ୍ର। ବୟସରେ ଅଳ୍ପ ସାନ ବଡ଼। ଦୁହେଁ ବେଶ ଖୁସିବାସିରେ ଚଳୁଥିଲେ। ଗାଁର ଲୋକେ ତାଙ୍କର ମେଳ ଦେଖି ତାଙ୍କୁ ରାମ ଲକ୍ଷ୍ମଣ ନାଁ ଦେଇଥିଲେ। ଆଗ ନୀଳକଣ୍ଠର ଭାର୍ଯ୍ୟା ଆସିଲା, ତାକୁ ମଧ୍ୟ ଲୋକେ ସୀତା ବୋଲି କହିଲେ। ମାତ୍ର ରାମଚନ୍ଦ୍ରର ଭାର୍ଯ୍ୟା ଆସିଲା ଦିନୁ ଘରେ ନାନା ଖଳବ। ସେ ଟିକେ ନଥିଲା ଘରର ଝିଅ। ବାପଘର ସାମାନ୍ୟ କିଛି ବୋଝଭାର ଆଣି ପହିଲି ପାଳି ଆସିଥିଲା। କିନ୍ତୁ ସେ ବୟସରେ ପିଲା ଓ ରୂପରେ ଟିକେ ସୁନ୍ଦର ହେଇଥିବାରୁ ଶାଶୁ ଶ୍ୱଶୁର ତାକୁ ଆହ୍ଲାଦ କରୁଥିଲେ। ତାହା ଦେଖି ନୀଳକଣ୍ଠର ଭାର୍ଯ୍ୟା ଦିନକୁ ଦିନ ଅଇଘରା ଗଦା ପରି ଅଧିକ କୁହୁଳିବାକୁ ଲାଗିଲା। ଶେଷରେ ଦିନ ହଠାତ୍ ଜଳି ଉଠି ଜିଦ୍ ଧରି ବସିଲା, ନା, ରାମ ଭିନ୍ନ ନହେଲେ ମୁଁ ଅନ୍ନ ଛୁଇଁବିନି। ପ୍ରଥମେ ନୀଳକଣ୍ଠ ଓ ରାମଚନ୍ଦ୍ର ରାତିରେ ଶୋଇଲା ବେଳେ ମଧୁଶଯ୍ୟା ଉପରେ ଆପଣା ଭାର୍ଯ୍ୟାଠାରୁ ଭାଇ ଭାଗ ବାଣ୍ଟିବାର ମନ୍ତ୍ର ଗୋପନରେ ଗ୍ରହଣ କରୁଥିଲେ। ମାତ୍ର କିଛିଦିନ ଭିତରେ ଅନନ୍ତପୁରରେ ନରହରିଙ୍କ ଘର ବିଧିମତେ ଗୋଟେ ଚାଟଶାଳୀରେ ପରିଣତ ହୋଇଗଲା। ଭାଇ ଭାଗ ବଣ୍ଟା ବିଦ୍ୟା ସେଠି ଯେମିତି କେବଳ ସେଇ ଘରର 2 ଜଣ ନବବିବାହିତ ଯୁବ ଶିଖିଲେ ତା ନୁହେଁ, ସେ ଗାଁରେ ଓ ଅନ୍ୟାନ୍ୟ ଗାଁର ଅନ୍ୟ କେତେକ ଲୋକ ମଧ୍ୟ କ୍ରମେ ସେଠାରେ ମନ୍ତ୍ର ନେଇଯିବାର ସୁବିଧା ପାଇଲେ। ଫଳରେ ଅନନ୍ତପୁରରେ ସେ ଘରଟି ସେହି ସମଗ୍ର ଅଞ୍ଚଳର ଗୋଟେ ପ୍ରସିଦ୍ଧ କେନ୍ଦ୍ରସ୍ଥଳ ହୋଇପଡ଼ିଲା। ଘର ଦାଣ୍ଡପଟେ ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ଭିତରେ ଯେମିତି କଳହ ଓ ପିଟାପିଟି, ବାରିପଟେ ତାଙ୍କ 2 ପ୍ରେୟସୀଙ୍କ ମଧ୍ୟରେ ତାଠୁ ଆହୁରି ଅଧିକ। ମୋଟ ଉପରେ ନରହରିଙ୍କ ଛୋଟିଆ ଘର ଖଣ୍ଡିକର 2 ଆଡ଼େ 2ଟି କ୍ଷୁଦ୍ର ମହାଭାରତ ଯୁଦ୍ଧ। କିନ୍ତୁ ନରହରିଙ୍କ ଜିଦ୍ ଯେ ସେ ଭାଗ ବଣ୍ଟାଇ ଦେବେ ନାହିଁ। ସେ କହନ୍ତି, ତୁମମାନେ ମୋ ଅନ୍ତେ ଯାହା କରିବ କର, ମୁଁ ଜିଇଥିଲା ଯାଏ ଏ ସମ୍ପତ୍ତିରେ ହାତ ଦେଇପାରିବନି କି ବାଣ୍ଟି ନେଇପାରିବନି। ଭଦ୍ରଲୋକ କେତେଥର ଆସି ଫେରିଗଲେଣି। ନରହରି ପୁଅ ବୋଉଙ୍କ ହାତ ଗୋଡ଼ ଧରୁଛନ୍ତି, ଲୋକସ୍ତକ ହେଉଛନ୍ତି, କହୁଛନ୍ତି, ଆଉ କେଇଟା ଦିନ ବଞ୍ଚିବ ବାବା ମୁଁ। ଏଇ ତ ତୁମ କଳିକୋଳ ଦେଖି ବୁଢ଼ୀ ଆଖି ବୁଜିବା ପରେ ହେଲାଣି। ଧନ ମୋର, ବାପ ମୋର, ମା ମୋର, ମିଳିମିଶି ଚଳ। ମୁଁ ମଲେ ତେଣିକି ଯାହା କରିବ। କେତେ କଷ୍ଟରେ ଏଇ ହାତରେ ଧନ ସମ୍ପତ୍ତି କରିଛି, ମୋ ଦେହ ସହ କେମିତି? ଏହା କହି ସେ ଯେଉଁ ହାତରେ ଧନ ସମ୍ପତ୍ତି କରିଥିଲେ ତାହା ଦେଖାନ୍ତି। ମାତ୍ର ପୁଅ ବୋଉ ଦେଖନ୍ତି ନାହିଁ, ଆଖି ବୁଜି ରହନ୍ତି। ଅନନ୍ତପୁରର ସୋମନାଥ ସେ ଅଞ୍ଚଳର 10-5 କୋଶ ଆୟତନ ମଧ୍ୟରେ ଜଣେ ବିଶେଷ ଜଣାଶୁଣା ଲୋକ। ବାଡ଼ି ଆଗରେ ଗୋବାଏ ଜମିବାଡ଼ି ନାହିଁ, ପେଟରେ ବିଦ୍ୟା ମଧ୍ୟ ନାହିଁ, ଘରେ ପିଲା ପିଚିକା ନାହାନ୍ତି, କେବଳ ମାମୁମାଇଁ 2 ପ୍ରାଣୀ। ତେବେ ତାଙ୍କର ଇଲମ ଅଛି। ପୋଲିସ ଥାନାରୁ ଯେ ପଇସାଟିଏ ପାଏ, ସେ ବାଘ ପାଟିରୁ ଆହାର କାଢ଼ି ନେଲା ପରେ କଠିନ କାର୍ଯ୍ୟ କରେ। ସୋମନାଥ ଥାନାରୁ ବର୍ଷକେ 10-25 ଟଙ୍କା, ଆମ୍ବ ଦିନେ ଆମ୍ବଟାଏ, ପଣସ ସମୟରେ ପଣସଟାଏ ପାଇଥାନ୍ତି। ତା ଛଡ଼ା ତରଣୀଗିରି କରି ସେ ଅଞ୍ଚଳର ଲୋକଙ୍କୁ ସହରର ଓକିଲ ମୁକ୍ତାର ମୋହରିଙ୍କ ପାଖକୁ ପଠାଇବାର ମଧ୍ୟ ତାଙ୍କର ଆଉ ଏକ ପେଶା। ସେଥିରେ ସେମାନଙ୍କଠାରୁ ପାଉଣାରୁ ତାଙ୍କୁ ଅଂଶ ମଧ୍ୟ ମିଳେ। ଏସବୁରେ ତାଙ୍କର ଛୋଟିଆ ପରିବାରଟି ଖାଇ ପିନ୍ଧି ବେଶ ଚଳିଯାଆନ୍ତି। ସୋମନାଥଙ୍କ ପରାମର୍ଶରେ
ନୀଳକଣ୍ଠ ବାପା ନରହରି ଓ ଭାଇ ରାମଚନ୍ଦ୍ରକୁ ପକ୍ଷ କରି ଅଦାଲତରେ ସମ୍ପତ୍ତି ବଣ୍ଟରା ମକଦ୍ଦମା ଦାୟର କଲା। ରାମଚନ୍ଦ୍ର ସଙ୍ଗେ ସଙ୍ଗେ ନୀଳକଣ୍ଠ ମଧ୍ୟ ଫୌଜଦାରୀ ଅଦାଲତରେ ଏକ ମାରପିଟ ମକଦ୍ଦମା ଚଳାଇଲା। ତା ମଧ୍ୟ ସେ ସୋମନାଥଙ୍କ ମନ୍ତ୍ରଣାରେ। ସେ ଅଞ୍ଚଳର 2 ଜଣ ମହାଜନ ଏକ ଏକ ପକ୍ଷ ଆବୁରି ନେଇ ମକଦ୍ଦମା ଖର୍ଚ୍ଚ ନିମନ୍ତେ ଟଙ୍କା ପଇସା ଯୋଗାଇଲେ। ସେମାନଙ୍କ ମନ୍ତ୍ରଣା ଓ ମହାଜନମାନଙ୍କ ଅର୍ଥରେ ମକଦ୍ଦମା ଦୁଇଟି ବେଶ୍ ଧମଧାମ ଚାଲିଲା। ଓକିଲ, ମୁକ୍ତାର ଓ ମୋହରିମାନେ ହାତରେ 2-4 ପଇସା ଧରିବାକୁ ପାଇଲେ। ନରହରିଙ୍କ ସମ୍ପତ୍ତି ମଧ୍ୟରେ 24 ଦସ୍ତିରେ 7 ମାଣ 2 ପା ଶାରଦ ଜମି, 2 ମାଣ ବଗାୟତ, 5 ମାଣ ପଡ଼ିଆ, ମିହ୍ନା ଡିହରେ 2 ବଖରା ଘର, 7ଟା ନଡ଼ିଆ ଗଛ, ଗୋଟିଏ ଓଦାଖିଆ ଗାଈ, ହଳେ ବଳଦ ଓ ଗୋଟିଏ ମହାଦେବଙ୍କ ବୁଲାଷଣ୍ଢ। ଏହା ଛଡ଼ା ବାସନକୁସନ, ଲୁଗାପଟା, ହାଣ୍ଡିକୁଣ୍ଡେଇ ଆଦି ମଧ୍ୟ ଏ ଅନୁପାତରେ ବେଶ୍ ଥିଲା। ମକଦ୍ଦମା ଅନେକ ଦିନ ଚାଲିଲା। ଅନେକ ସାକ୍ଷ୍ୟ ପ୍ରମାଣ ନିଆଗଲା। ଫୌଜଦାରୀ କଚେରୀରେ ନୀଳକଣ୍ଠକୁ ଜୋରିମାନା ହେଲା। ତହୁଁ ସେ କସରତ ତଳେ ପଡ଼ିଗଲା ମାଲ ପରି ପୁଣି ହୁଙ୍କାର କରି ଉଠିଲା। ମହାଜନଙ୍କ ଟଙ୍କାର ଝଣଝଣ ଶବ୍ଦ ଓ ସୋମନାଥଙ୍କ ପରାମର୍ଶ ସେ ହୁଙ୍କାରକୁ ଆହୁରି ଟାଣ କରି ପକାଇଲା। ଫଳରେ ରାମଚନ୍ଦ୍ରକୁ ଥାନା ହାଜତପତି ଯାଇ ହାଜର ଦେବାକୁ ପଡ଼ିଲା। ସୋମନାଥ ଗୋପନରେ ଦାରୋଗାଙ୍କ ସହିତ ପରାମର୍ଶ କରି ଟଙ୍କା ପଇସାର ସ୍ରୋତ ବୁହାଇ ତା ଖସିବାର ବାଟ ସରଳ ନ କରିଥିଲେ ମକଦ୍ଦମା ବିଚାରରେ ହୁଏତ ରାମଚନ୍ଦ୍ରକୁ ଜେଲଖାନା ଯିବାକୁ ପଡ଼ିଥାନ୍ତା। ଫୌଜଦାରୀ ଅଦାଲତରେ ଏସବୁ ଗୋଳମାଳ ଏଣେ ଚାଲିଥିଲା ବେଳେ ଦେବାନୀ ଅଦାଲତରେ ହାକିମ ରାୟ ଦେଲେ ଯେ ବାପ ଓ 2 ପୁଅଙ୍କ ଭିତରେ ସମ୍ପତ୍ତି 3 ଭାଗରେ ବିଭକ୍ତ ହେବ। ରେଳ ଷ୍ଟେସନରେ ଯାତ୍ରୀମାନେ ଚାଲବୁଲ, କଥାବାର୍ତ୍ତା, ଗୋଳମାଳ, କିଣାବିକା, ଖିଆପିଆ କରୁଥାନ୍ତି। କାହାର କିଛି ଧୋକା ନଥାଏ। ମାତ୍ର ହଠାତ୍ ଘଣ୍ଟା ବାଜିଗଲେ ଗାଡ଼ି ଛାଡ଼ିବାକୁ ବିଳମ୍ବ ଥିଲେ ସୁଦ୍ଧା ଯେପରି ସେମାନେ ଯେଝା ସ୍ଥାନକୁ ଯାଇ ଜାଗା ଉପରେ ବସି ପଡ଼ନ୍ତି, ଦେବାନୀ ଅଦାଲତ ହାକିମଙ୍କ ହୁକୁମରେ ନୀଳକଣ୍ଠ ଓ ରାମଚନ୍ଦ୍ର ସେମିତି ତାଙ୍କ ନିତ୍ୟ ନୈମିତିକ କଳିଗୋଳ, ପିଟାପିଟି ଆଦି ଛାଡ଼ିଦେଇ ଟିକେ ସ୍ଥିର ହୋଇ ବସିଗଲେ। ସମ୍ପତ୍ତିର ତାଲିକା ହେଲା। ଜମିବାଡ଼ି, ବାସନକୁସନ, ଲୁଗାପଟା, ଘରର ଯାବତୀୟ ଆସବାସ, କୁଲା ଛାଞ୍ଚୁଣି ପର୍ଯ୍ୟନ୍ତ ସ୍ଥାବର, ଅସ୍ଥାବର, ଚଳନ୍ତି ଅଚଳନ୍ତି ସକଳ ସମ୍ପତ୍ତି ତାଲିକାରେ ଭୁକ୍ତ ହେଲା। ବଣ୍ଟରା କରିବାର ଦିନ ମଧ୍ୟ ଧାର୍ଯ୍ୟ କରାହେଲା। ପଞ୍ଚାୟତ ଭଦ୍ରଲୋକ ସ୍ଥିର ହୋଇ ରହିଲେ। ଭଦ୍ରଲୋକମାନେ ଏକତ୍ର ନ ହୋଇପାରିବାରୁ ସମ୍ପତ୍ତି ବିଭାଗ କରିବାରେ କିଛି ବିଳମ୍ବ ଘଟିଲା। ଏମିତି ସମୟରେ ଦିନେ ହଠାତ୍ ଅଦାଲତ ଚପରାସି ଘର କୋର କରିବାକୁ ଆସି ହାଜର। ସମ୍ପତ୍ତି ବଣ୍ଟା ନ ହୋଇଥିଲେ ସୁଦ୍ଧା ନୀଳକଣ୍ଠ ଓ ରାମଚନ୍ଦ୍ର ମହାଜନଙ୍କ ଟଙ୍କାରେ ପୃଥକ ଅନ୍ନର ବ୍ୟବସ୍ଥା କରିଥିଲେ। ସେହି ଘର ଭିତରେ ଅଲଗା ଅଲଗା ଦୁଆର ଫିଟାଇ ଭିନ୍ନ ଭିନ୍ନ ସ୍ଥାନରେ ରୋଷେଇ ଘରର ଚୁଲି ପକାଇଥିଲେ। ନରହରି ସାନ ପୁଅ ରାମଚନ୍ଦ୍ରଙ୍କ ରୋଷେଇରେ ଓ ତାଙ୍କ ଭାର୍ଯ୍ୟା ବଡ଼ ପୁଅ ନୀଳକଣ୍ଠଙ୍କ ପାଖରେ ଖାଉଥିଲେ। ଅଦାଲତ ଚପରାସି ସ୍ଥାବର ସମ୍ପତ୍ତି ବାହାର କରିବା ନିମନ୍ତେ ଘରେ ପଶିବାକୁ ଯିବାରୁ ନୀଳକଣ୍ଠ ରାମଚନ୍ଦ୍ରର ଦ୍ୱାର ଓ ରାମଚନ୍ଦ୍ର ନୀଳକଣ୍ଠର ଦ୍ୱାର ଦେଖାଇବାକୁ ଲାଗିଲେ। ଜଣେ କହିଲା, ଚପରାସି ବାବୁ, ଏ ଘର ନୁହେଁ, ସେ ଘର। ଆଉ ଜଣ କହିଲା, ହଜୁର, ସେ ଶୈତାନ କଥା ଶୁଣନ୍ତୁନି, ସେଇ ଘର। ମାତ୍ର ଚପରାସି ଘର ବାଛିବାର ଅସୁବିଧା ହେଲାନି। ନୀଳକଣ୍ଠ ଓ ରାମଚନ୍ଦ୍ର ଉଭୟଙ୍କ 2 ମହାଜନ ତା ସମ୍ପତ୍ତି ଚିହ୍ନଟ କରିବାକୁ ଆସିଥିଲେ। ଚପରାସି ଉଭୟ ଦ୍ୱାର ବାଟେ ଘରେ ପଶି ସମୁଦାୟ ଅସ୍ଥାବର ସମ୍ପତ୍ତି ଗୋଟି ଗୋଟି କରି ବାହାର କରାଇ ନେଲା। ଏମିତିକି ଲିପିଲା ମାଟି, ଗୋବର, ଲଣ୍ଡା ସୁଦ୍ଧା ଛାଡ଼ିଲାନି। ମହାଜନମାନେ ମକଦ୍ଦମା ଖର୍ଚ୍ଚ ଲାଗି ଯେତେ ଟଙ୍କା କର୍ଜ ଖାତାରେ ଲେଖିଥିଲେ ସେସବୁ ଅଦାଲତରେ ଏକତରଫା ଡିଗ୍ରୀ ହୋଇଥିଲା। ନୀଳକଣ୍ଠ ଓ ରାମଚନ୍ଦ୍ର ଚପରାସିକି ବାଧା ଦେବାକୁ ଗଲେ। ମାତ୍ର ଚପରାସି ସରକାରୀ ତକମା ପିନ୍ଧିଛି, ଅଦାଲତର ହୁକୁମ ଆଣିଛି। ସେ ବଳରେ ସେ ପର୍ବତ ଟାଳିପାରେ, ସୂର୍ଯ୍ୟଚନ୍ଦ୍ରଙ୍କୁ ଆଗୁଳି ପାରେ। ସେ ରାଗିଲା, ଗାଳି ଦେଲା ଏବଂ ମନ ଓ ମୁହଁର ବ୍ୟବହାର ଛଡ଼ା ହାତର ବାଡ଼ି ଖଣ୍ଡ ମଧ୍ୟ କାର୍ଯ୍ୟରେ ଲଗାଇଲା। ଏଥିପୂର୍ବରୁ ନୀଳକଣ୍ଠର ବାଡ଼ି ରାମଚନ୍ଦ୍ର ମୁଣ୍ଡରେ ଏବଂ ରାମଚନ୍ଦ୍ରର ଠେଙ୍ଗା ନୀଳକଣ୍ଠ ପିଠିରେ କେତେଥର ପଡ଼ିଛି। କେତେଥର ଦାରୋଗାଙ୍କ ବେତ ଉଭୟଙ୍କ ପିନ୍ଧା ଲୁଗା ତଳେ ଦେହର ଚମ ଉପରେ ଲମ୍ବା ଲମ୍ବା ରକ୍ତବର୍ଣ୍ଣ ଚିହ୍ନମାନ ତିଆରି କରିଛି। ସେତେବେଳେ ନୀଳକଣ୍ଠ ଗାଳି ମାଡ଼ ଅପମାନ ଖାଇଲେ ରାମଚନ୍ଦ୍ର ଖୁସି ହେଉଥିଲା। ରାମଚନ୍ଦ୍ର ଉପରେ ପ୍ରହାର ବସିଲେ ନୀଳକଣ୍ଠର ହୃଦୟ ଆନନ୍ଦରେ ନାଚୁଥିଲା। ଆଜି କିନ୍ତୁ ହଠାତ୍ କି ପରିବର୍ତ୍ତନ ହେଲା। ଅଦାଲତ ଚପରାସିର ବ୍ୟବହାରରେ ପ୍ରତିବାଦ କରିବା ପାଇଁ ନୀଳକଣ୍ଠ ଓ ରାମଚନ୍ଦ୍ର ଏକତ୍ର ବାହାରିଲେ। କହିଲେ, ଚପରାସି, ତୁମେ ଜିନିଷ ନେବ ତ ମାରିବ କିଆଁ? ସେ ହଉ କି ମୁଁ ହୁଏ, କାହାରି ଦେହରେ ହାତ ଲାଗିଲେ ତମେ ଦେଖିବ, ଆମେ ଦେଖିବୁ। ଅସ୍ଥାବର କୋରକ ସମ୍ପତ୍ତି ଯଥାସମୟ ନିଲାମ ହେଲା। ମାତ୍ର ସେଥିରୁ ମହାଜନମାନଙ୍କ ପାଉଣାର ଚଉଠି ସୁଦ୍ଧା ଉଠିଲାନି। ସୁତରାଂ ସେମାନେ ଜମିବାଡ଼ି ଆଦି ସ୍ଥାବର ସମ୍ପତ୍ତି ନିଲାମ କରାଇ ବାକି ଟଙ୍କା ଆଦାୟ କରିନେଲେ। ନରହରି 2 ପୁଅଙ୍କ ବିବାହ ସକାଶେ ବିଧିମତେ କରଜ ତମସକୁ ଲେଖିଦେଇ ଯେଉଁ ମହାଜନଙ୍କ ଠାରୁ ଭିନ୍ନ ଭିନ୍ନ ସମୟରେ 200 ଟଙ୍କା ଋଣ ଆଣିଥିଲେ ସେ ଜାତିରେ ହେଉଛନ୍ତି ପଣ୍ଡା ବ୍ରାହ୍ମଣ। ବୈଦିକମାନଙ୍କ ସହିତ ବିବାହ ତାଙ୍କ ସମ୍ପର୍କରେ ଚଳେନି। ତଥାପି ସେ ନରହରିଙ୍କ ଏକମାତ୍ର କନ୍ୟାକୁ ବିବାହ କରିବାକୁ ଜିଦ୍ ଧରିଥିଲେ। ନିଜ ବଂଶ ମର୍ଯ୍ୟାଦା ରକ୍ଷା କରିବା ନିମନ୍ତେ ନରହରି ସେ ପ୍ରସ୍ତାବରେ ନାରାଜ ହୋଇ କନ୍ୟାକୁ ଅନ୍ୟତ୍ର ସତ୍କୂଳରେ ଦେଇଥିଲେ। ବିବାହ ପରେ 4ଟି ଦିନ କନ୍ୟା ଅବଶ୍ୟ ମରିଗଲା, କିନ୍ତୁ ତାର ଚିତାଗ୍ନିରୁ ସମଗ୍ର ଉତ୍ତାପ ମଧୁପଣ୍ଡାଙ୍କ ମୁଣ୍ଡରେ ଯାଇ ଜମା ହୋଇ ରହିଗଲା। ମଧୁପଣ୍ଡା ଜଣେ ବେଶ୍ ବୁଢ଼ାମାରି ରହିବା ଲୋକ। ଶୁଦ୍ଧ ମୂଳ ହିସାବ କରି ନରହରିଙ୍କ ଠାରୁ
ତମସୁକ ବାବଦ ସମୁଦାୟ 763 ଟଙ୍କା 5 ଅଣା 8 ପାଉଲା ଅଧେ ବୁଝି ନେଇଥିଲେ ସୁଦ୍ଧା ଦଲିଲଟି ତାଙ୍କୁ ವಾಪସ୍ ଦେଇନଥିଲେ। ନରହରି ଦଲିଲ ମାଗିଲା ବେଳେ କହିଥିଲେ, ଦଲିଲ ନେଇ ଆଉ କ'ଣ ଚାଟିବ ମହାପାତ୍ରେ? ଟଙ୍କା ତ ଦେଲ ଗଲା, ଆଉ ଦଲିଲରେ କ'ଣ ଥାଏ? ନରହରି ସେଦିନ ଦଲିଲ ନ ନେଇ ଅବଶ୍ୟ ଫେରି ଆସିଲେ। ମାତ୍ର ତାପରେ କେତେଥର ଯାଇ ମାଗିଛନ୍ତି। କେତେବେଳେ ମଧୁପଟା କହନ୍ତି ପୁଅ ପାଖରେ ଅଛି, ଆଉ ଦିନ ଆସ। ଆଉ କେତେବେଳେ କହନ୍ତି ସିନ୍ଦୁକର କୁଞ୍ଚିକାଟି ହଜିଯାଇଛି, ଯା ମୁଁ ପରେ ପଠାଇଦେବି। ମାତ୍ର ନରହରି ଚାଲିଗଲେ ନିଜେ ନିଜକୁ କହନ୍ତି, ଏ ଜିନିଷ ହାତରୁ ଛାଡ଼ିବାର ନୁହଁ। ଏ ଯେତେ ଦିନ ମୋ ପାଖରେ ଅଛି ସେ ବ୍ରାହ୍ମଣ ଟୋକାର ଚୁଟି ମୋ ହାତରେ ଅଛି। ସଜ ଉଣ୍ଡି ଦିନେ ଦେଖିବି କେମିତି ଭଟ୍ଟ ମିଶ୍ର ସାନ୍ତେ ସେ, ଆଉ ମୁଁ ହାଡ଼ି ବାଣରୁ ହୀନ। ନୀଳକଣ୍ଠ ଓ ରାମଚନ୍ଦ୍ରଙ୍କ ମହାଜନମାନେ ନରହରିଙ୍କ ସମଗ୍ର ସ୍ଥାବର ଅସ୍ଥାବର ସମ୍ପତ୍ତି ନିଲାମ କରି ନିଜ ନିଜ ପାଉଣା ଅସୁଲ କରିନେଲା ପରେ ମଧୁପଣ୍ଟା ସେ ପୁରୁଣା ଦଲିଲ ବାବଦ 380 ଟଙ୍କାର ଡିଗ୍ରୀ ଆଣି ପହଞ୍ଚିଥିଲେ। ତାହା ଦେଖି ନରହରି ତଟସ୍ଥ। ସବୁ ସମ୍ପତ୍ତି ଯାଇ କେବଳ ଘରର ଛପରଟି ବାକି ଥିଲା। ଡିହ ଖଣ୍ଡି ମିନା ହେଇଥିବାରୁ ତା ନିଲାମରେ ଯାଇନଥିଲା। ମହାଜନମାନେ ନରହରିଙ୍କ କାକୁତି ମିନତି ଶୁଣି ଘରର ଭୁଆଶୁଣୀ ବୋହୂମାନଙ୍କୁ ପଦାରେ ନ ପକାଇବା ପାଇଁ ଛପରଟି ଛାଡ଼ି ଯାଇଥିଲେ। ମଧୁପଣ୍ଟା ଛପରଟି ଭାଙ୍ଗି ନିଲାମ କରାଇଲେ। ସେଥିରୁ ତାଙ୍କର ସମୁଦାୟ ପ୍ରାପ୍ୟ ଟଙ୍କା ଉଠିବା ତ ଅସମ୍ଭବ। ସୁତରାଂ ତାଙ୍କର କ୍ରୋଧାନଳ ଉପରେ ପାଣି ଛିଞ୍ଚି ତାକୁ ଶାନ୍ତ କରିବା ନିମନ୍ତେ ନରହରି ନିଜର 2 ନେତ୍ରରୁ ଅଶ୍ରୁଧାର ଢାଳିବାକୁ ନିଜ ଘର ଛପର ନିଲାମବଦ୍ଧ ଧନ ଖାଇ ଦେବାନୀ ଫାଟିକ ରହିଲେ। ତାଙ୍କୁ ରହିବାର ବାସ ଓ ଖାଇବାର ଭାତ ଲାଗି ଚିନ୍ତା କରିବାକୁ ପଡ଼ିଲାନି। ଏଣେ ନୀଳକଣ୍ଠ ରାମଚନ୍ଦ୍ର ମା ଏବଂ ଭାର୍ଯ୍ୟାମାନଙ୍କୁ ଧରି ଘର ଭିତରୁ ପଦାକୁ ବାହାରି ଦେଖିଲେ ଯେ ତାଙ୍କୁ ଆଶ୍ରୟ ଦେବାକୁ ଜଗତରେ ସ୍ଥାନ ନାହିଁ। ବାଘ ବାଘୁଣୀ ଦଳ ବନରେ ମରାମରି ଲଢ଼ାଲଢ଼ି ହେଉଥାନ୍ତି। ଶିକାରୀ ଆସିବାରେ ଦେଖିଲେ ହଠାତ୍ ଯେମିତି ଯାଇ ଏକା କୋଟରେ ସମସ୍ତେ ପଶନ୍ତି, ବର ଭାର୍ଯ୍ୟା 4 ଜଣ ସେହିପରି ବିରହ କାତର ବୁଢ଼ୀଟି ସହିତ ଯାଇ ଗାଁ ବାହାରେ ବରଗଛ ଛାଇରେ ବସି କାନ୍ଦିଲେ, ଭାଗ୍ୟକୁ ନିନ୍ଦିଲେ, ମହାଜନମାନଙ୍କୁ ଗାଳି ଦେଲେ, ସୋମନାଥଙ୍କ 7 ପୁରୁଷର ଶ୍ରାଦ୍ଧ କଲେ, ମଧୁପଣ୍ଡାଙ୍କ ଉପରେ ଅଭିଶାପ ବର୍ଷିଲେ। ଜୀବନର ଅନେକ ଦିନ ଏକା ଘର ମଧ୍ୟରେ ରହି ସୁଦ୍ଧା ସେମାନେ ଏ ପ୍ରକାର ଏକତ୍ୱ କେବେ ଅନୁଭବ କରିନଥିଲେ। ଆଜି ସମସ୍ତଙ୍କର ଏକ ଉଦ୍ଦେଶ୍ୟ, ଏକ କର୍ତ୍ତବ୍ୟ, ଏକ ଲକ୍ଷ୍ୟ। ନୀଳକଣ୍ଠ ରାମଚନ୍ଦ୍ରଙ୍କ ଭିତରେ ଭାତୃଭାବର ଉଦୟ ହେଲା। ଚମ୍ପା ସହିତ ଲକ୍ଷ୍ମୀ ଯାହା ହେଇ ପରସ୍ପର ପ୍ରତି ସ୍ନେହ ମମତା ଦେଖାଇ ଚଳିଲେ। ବୁଢ଼ୀ କ୍ରମେ ପତିଙ୍କ ବିଚ୍ଛେଦ ଯାତନା ଅଳ୍ପ ଅଳ୍ପ ଭୁଲି ପୁଅ ଓ ବୋହୂମାନଙ୍କ ସହିତ ରହିବାର ଅଭ୍ୟସ୍ତ ହୋଇ ଚାଲିଲେ। ଯେଉଁଦିନ ଦେବାନୀ ଫାଟକରେ ନରହରିଙ୍କ କାଳ ହେଲା, ତାଙ୍କ ଶବ ଆଣି ଦାହ କରି କ୍ରିୟା ଧରିବାକୁ ନୀଳକଣ୍ଠ ରାମଚନ୍ଦ୍ରଙ୍କ ହାତରେ ପାଉଲଟେ ସୁଦ୍ଧା ନାହିଁ। ତେବେ ଚମ୍ପା ଓ ଲକ୍ଷ୍ମୀ ଦିହିଙ୍କ ହାତେ ପଟେ ପଟେ ବଳା ଥିଲା ପୁଷ୍ପିତ ଲତାର କୁଡ଼ୁମା ଶେଷ ଫୁଲକଣ୍ଡାକ ପରି। ଶ୍ମଶାନରେ ନରହରିଙ୍କ ଚିତା ଜାଳିବା ନିମନ୍ତେ ତାହା ମଧ୍ୟ ପରିଶେଷ ଝଡ଼ି ପଡ଼ିବାକୁ ରହିଥିଲା। ବାସ୍ ଏତିକି ଥିଲା ଏ କାହାଣୀ।